ଅତିଚାରୀ ବୃହସ୍ପତି ଓ କୁମ୍ଭ ରାଶି ଉପରେ ଏହାର ପ୍ରଭାବ। ଜ୍ୟୋତିଷୀୟ ଭାଷାରେ ଅତିଚାରୀ ବୃହସ୍ପତି କହିଲେ ବୃହସ୍ପତି ମହାଗ୍ରହଙ୍କର ଦ୍ରୁତ ଗତିକୁ ବୁଝାଇଥାଏ। ଏହି ସମୟରେ ବୃହସ୍ପତି ଅତିଚାର ଗତିରେ ଗମନ କରୁଥିବା ବେଳେ ନିଜର ସ୍ୱାଭାବିକ ଗତିଠାରୁ ପ୍ରାୟ 3 ଗୁଣ ଦ୍ରୁତ ଗତିରେ ନିଜ କକ୍ଷପଥରେ ଗମନ କରିଥାନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଚଳିତ 2025 ମସିହା ଅକ୍ଟୋବର ମାସ 18 ତାରିଖ ଠାରୁ ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ବୃହସ୍ପତି ଦ୍ରୁତ ଗତିରେ ବା ଅତିଚାର ଗତିରେ ମିଥୁନ ରାଶିରୁ ବାହାରି ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବେ ଏବଂ ସେହି କର୍କଟ ରାଶିରେ ଡିସେମ୍ବର 5 ତାରିଖ ପ୍ରାୟ 49 ଦିନ ପର୍ଯ୍ୟନ୍ତ ଅବସ୍ଥାନ କଲା ପରେ ପୁନଶ୍ଚ ମିଥୁନ ରାଶିକୁ ବକ୍ରି ଅବସ୍ଥାରେ ପ୍ରତ୍ୟାବର୍ତ୍ତନ କରିବେ। ଦୀର୍ଘ 12 ବର୍ଷ ପରେ ଦେବଗୁରୁ ବୃହସ୍ପତି ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବା ପାଇଁ ଯାଉଥିବାରୁ ଏହାର ପ୍ରଭାବ ସମଗ୍ର ରାଶିଚକ୍ର ଉପରେ ପଡ଼ିବା ସହିତ ଦେଶ ଦୁନିଆ ଉପରେ ମଧ୍ୟ ପଡ଼ିଥାଏ। ଏହି କ୍ରମରେ ଜାଣିବା ଧର୍ମ, ଜ୍ଞାନ, ଶିକ୍ଷା, ବିବାହ, ସନ୍ତାନ ଏବଂ ଧନ ଓ ସମୃଦ୍ଧିକାରକ ଗ୍ରହ ବୃହସ୍ପତି କର୍କଟ ରାଶିରେ 49 ଦିନ ଧରି ଅବସ୍ଥାନ କଲେ ଏହାର ପ୍ରଭାବ କୁମ୍ଭ ରାଶି ଉପରେ କ'ଣ ପଡ଼ିବ ବା ଏହି ସମୟରେ କୁମ୍ଭ ରାଶିଜାତ ବ୍ୟକ୍ତି କ'ଣ ସବୁ ଫଳ ପାଇବାର ସମ୍ଭାବନା ରହିଅଛି। କୁମ୍ଭ ରାଶି ପାଇଁ ବୃହସ୍ପତି ଦ୍ୱିତୀୟ ମୀନ ରାଶି ତଥା ଧନ, ବଚନ ଓ କୁଟୁମ୍ବ ଭାବର ଅଧିପତି ଏବଂ ଏକାଦଶ ବା ଆୟ ଭାବ ଧନୁ ରାଶିର ଅଧିପତି ହୋଇଥାନ୍ତି। କୁମ୍ଭ ରାଶିର ଷଷ୍ଠ ଭାବ କର୍କଟ ରାଶିରେ ଅବସ୍ଥାନ କଲେ ପ୍ରାରମ୍ଭିକ ପର୍ଯ୍ୟାୟରେ କୁମ୍ଭ ରାଶିଜାତ ବ୍ୟକ୍ତି ଧନ, ସମ୍ପତ୍ତି, ନିଜର ବାଣୀ ବା କଥା ଏବଂ ପରିବାର ତଥା ଆୟ ଭାବରେ କଷ୍ଟକର ପରିସ୍ଥିତିର ସାମନା କରିପାରନ୍ତି। କିନ୍ତୁ ନୈସର୍ଗିକ ଶୁଭଗ୍ରହ ବୃହସ୍ପତି ତାଙ୍କର ପଞ୍ଚମ ଅମୃତ ଦୃଷ୍ଟିରେ କୁମ୍ଭ ରାଶିର ଦଶମ ସ୍ଥାନ ବିଛା ରାଶି ଉପରେ ଦୃଷ୍ଟି ପ୍ରଦାନ କରୁଥିବାରୁ ଏହି ସମୟରେ କୁମ୍ଭ ରାଶିଜାତ ବ୍ୟକ୍ତି ନୂତନ କର୍ମସଂସ୍ଥାନ ପାଇପାରିବେ। ଚାକିରି ହେଉ ଅଥବା ବ୍ୟବସାୟ ହେଉ, ଏହିସବୁ କ୍ଷେତ୍ରରେ ସୁଫଳ ମିଳିବା ବଡ଼ ସ୍ୱାଭାବିକ କଥା। ସାମାଜିକ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ସାମାଜିକ ଜୀବନରେ ପଦପଦବୀ ଲାଭ ହେବ। ପିତୃ ଆଶୀର୍ବାଦ ମିଳିବ। ଜାଗାବାଡ଼ି ବା ଘର କିଣିପାରିବେ। ବୃହସ୍ପତିଙ୍କର ସପ୍ତମ ଦୃଷ୍ଟି କୁମ୍ଭ ରାଶିର ଦ୍ୱାଦଶ ବା ବ୍ୟୟ ସ୍ଥାନ ଉପରେ ରହୁଥିବାରୁ ଏହି ସମୟରେ କୁମ୍ଭ ରାଶିଜାତ ବ୍ୟକ୍ତି ସତ୍ ଖର୍ଚ୍ଚୀ ହେବେ। ଭଲ କାର୍ଯ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିପାରନ୍ତି। ତୀର୍ଥାଟନ ଓ ଦେବଦର୍ଶନ ପାଇଁ ଦୂର ଜାଗା ଭ୍ରମଣ କରିବାର ସମ୍ଭାବନା ରହିଅଛି। ପରୋପକାରରେ ସମୟ ଅତିବାହିତ ହେବ। ବୃହସ୍ପତି ତାଙ୍କର ନବମ ଅମୃତ ଦୃଷ୍ଟିରେ କୁମ୍ଭ ରାଶିର ଦ୍ୱିତୀୟ ତଥା ନିଜ ଘର ମୀନ ରାଶି ଉପରେ ଦୃଷ୍ଟି ଦେଉଥିବାରୁ ଏହି ସମୟରେ ଧନ ସମ୍ପତ୍ତିର ଆଧିକ୍ୟ ପରିଲକ୍ଷିତ ହେବ। ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଲାଗି ରହିବ। ଶୁଭ କାର୍ଯ୍ୟ କରିବା ପାଇଁ ବିଚାର ବିମର୍ଶ ଆରମ୍ଭ ହୋଇଯାଇପାରେ। ନିଜର କଥା ଦ୍ୱାରା ଅନ୍ୟକୁ ପ୍ରଭାବିତ କରିପାରିବେ। ଶତ୍ରୁ ପାଖରେ ବହୁ ଦିନରୁ ବାକି ରହିଥିବା ବକେୟା ଟଙ୍କା ଏହି ସମୟରେ ଆଦାୟ କରିବାକୁ ସମର୍ଥ ହେବେ। ଏତ ଗଲା ମୋଟାମୋଟି ଭାବରେ କର୍କଟ ରାଶିରେ ଅବସ୍ଥାନ କରିଥିବା ବୃହସ୍ପତିଙ୍କର
କୁମ୍ଭ ରାଶି ପାଇଁ ଶୁଭାଶୁଭ ଫଳ। କୁମ୍ଭ ରାଶି ଜାତ ବ୍ୟକ୍ତି ବୃହସ୍ପତି ଜନିତ ଅଶୁଭ ଫଳକୁ ଏଡ଼ାଇ ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। ମନୋବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।